ବାପା ମାଙ୍କ ପରେ ସମସ୍ତେ କେବେ ହେଇପାରିବେନି। ନିଜ ବାପା ମା ଦେଖୁନାହାନ୍ତି କାଲି ଭୁବନେଶ୍ୱର ସକାଳୁ ପଳାଇ ବୋଲି ସକାଳୁ ଚାଉଳ ନେଇକି ଯିବୁ ବୋଲି ବାପା ମା 2 ଜଣ ମିଶି ଚାଉଳକୁ ଶୁଖଉଛନ୍ତି। କହିଛନ୍ତି ହଁ ଛୁଆ ମୋର କେତେବେଳେ ଶୁଖେଇବ କ'ଣ କରିବ। ଖୁସିରେ ତ ମୋ ମନ କୁଣ୍ଡେ ମୁଣ୍ଡ ହେଇଯାଉଛି। ଆଜି ଚାଲନ୍ତୁ ଆଗକୁ ବିଲେଇ ଆସିକି ପହଞ୍ଚି ଯାଇଛି। ମମି ତାର ଧରିକି ବିଲେଇକି ଭାଗିସ୍। ଏପଟେ ମୁଁ ଆସିକି ଖାଇଦେଲି ପଖାଳକୁ ବାଇଗଣ ଭଜା ଆଉ ଆଚାର। ଆଚାର ତ ପ୍ରାଧାନ୍ୟ କେତେ ଥର କହିବି। ଏପଟେ ବାପାଙ୍କୁ ଡାକୁ ଚାଲ ଚାଲ ମଟନ ଧରିକି ଆସିବା, ସ୍ପେଶାଲ ଗେଷ୍ଟ ଆସିଯିବେ ନା। ତାପରେ ଫାଇନାଲି ବାବାଙ୍କର ମୋର ବାହାରି ଗଲୁ ମଟନ ଦୋକାନ। ଏପଟେ 1.5 କେଜି ମଟନ ଧରିକି ବିନ୍ଦାସରେ ପୁରା ରେଡି ହେଇକି ଆସିଗଲୁ। ଆମ ମାର୍କେଟ ହଉଛି ଏଇଟା ଆଗରପଡ଼ା। ଏପଟେ ଦେଖନ୍ତୁ ଆଳୁ ପିଆଜ ଧରିକି ମସଲା ମସଲି ଧରିକି ସବୁ କିଛି ଆଜି ପୁରା ବୋବଲ ହବ। ଆମ ନଦୀର କଲରଟା ଦେଖନ୍ତୁ କେତେ ସୁନ୍ଦର। ଏଇଟା ହଉଛି ଶାଳନୀ ନଦୀ। ଏପଟେ ସବୁ ଚିଟା ପକେଇରେ ରାସ୍ତାରେ ପକେଇ ମୋତେ ପୁରା ଚିଡଚିଡି କରେଇଦେଲି। ତାପରେ ମୁଁ ତ ୱେଟ୍ କରିଛି ଆସିଗଲେ ଆମ ବନ୍ଧୁ ମୋ ଧନମଣି ଆସିଗଲେ। ଏପଟେ ମୋ ଦିଦି ଜିଜୁ ଆସିକି ପହଞ୍ଚିଗଲେ। ଆମେ କରିଦେଲୁ। ଦେଖନ୍ତୁ ଇଏ ହେଲେ ଆଜି ଆମର ସ୍ପେଶାଲ ଗେଷ୍ଟ। ମୋ ଧନ ଆସିକି ମୋତେ ଆଗ ଚକୋଲେଟ୍ ଟିକେ ଖୁଆଇଦେଲା। ତାପରେ ମୋ ଜିଜୁ ବସିଗଲେ ମଟନ୍ କଷିବାକୁ। ସେ ମଟନ୍ ବହୁତ ବଢ଼ିଆ କଷନ୍ତି। ଏପଟେ ଅମୃତଣ୍ଡା କହିଲେ ବିଛେଇ ଦିଅ, ଗୋଟେ ମୁଁ ପୁରା ରଗଡ଼େଇକି ବିଛେଇ ଦେଇକି କାଟିକି ପକେଇଦେଲି ଆଉ। ତାପରେ ଦେଖୁନାହାନ୍ତି ମଟନ୍ଟା କେତେ ସୁନ୍ଦର ଦେଖାଯାଉଛି। ଏପଟେ ମଟନ୍ କଷା ତ ରେଡ଼ି ଆଉ। ଏପଟେ ଚୁଲିର ଖାଇବାଟା ଯେଉଁ ଟେଷ୍ଟ। ତାପରେ ଅଜାନତି ଦେଖୁନାହାନ୍ତି କେମିତି ଅଜାନତି ଚକୋଲେଟ୍ ପାଇଁ କଳି କରୁଛନ୍ତି। ତାପରେ ଧନ ଆସିକି ମୋତେ ଟିକେ ଚକୋଲେଟ୍ ଦେଇଦେଲା। ତାପରେ ମୁଁ ତ ଆଜି ରୋଷିଆର ହେଲ୍ପର ଆଉ ମୋ ଭାଇ ରୋଷିଆ। ତାପରେ ଟିକେ କଷା ଖୋଲିଦେଲେ କହିଲେ ଟିକେ ଖାଇକି ଦେଖ କେମିତି ହେଇଛି। ମନ ତ କହୁଛି ପୁରା ସୁପର ଆଉ। ତାପରେ ଖାଇକି ଯୋଉ ଟେଷ୍ଟ ଛାଡୁନାହାନ୍ତି। ଫାଇନାଲି ଭାତ ବାଢିସ୍ତିନ ଆଡୁ ଆମ ଧନମଣି ଖାଇସ୍ତିନ ଆଡୁ ଆମ ଧନମଣିର ଖୁସି ତ ଅଲଗା ପ୍ରକାର। ଏପଟେ ଜିଜୁ ମୁଁ ବଜାଇଥିଲୁ ଭାତ ମଟନ ସାଲାଡ ସବୁ ପୁରା ବିନ୍ଦାସ ମୋ ମମି ବନେଇ ଦେଇଛନ୍ତି। ଆମେ ଏଠି ବସିକି ମୋ ଦିଦି ତ ପୁରା ରୁଷିଆଣି ଆଉ ଦେଖୁନାହାନ୍ତି ସେ କେମିତି ବିଞ୍ଚୁଛି। ତାପରେ ଆମ ଧନ ବେଲ ବିଛଉଛି। ମୁଁ କଞ୍ଚା ବେଲ ଗୁଡା କାହିଁ ବିଛୁଛୁ। ତାପରେ ବାହାରି ଗଲୁ ଆମେ ମାର୍କେଟ ବୁଲାବୁଲି କରିବା ପାଇଁ। ତାପରେ ଦୋକାନରେ କିଛି ଜିନିଷ ଦେଖିଲୁ। ଏପଟେ ମୁନା ଭାଇ ଦୋକାନରେ ଯାଇକି ପହଞ୍ଚି ଗଲୁ। ମୁନା ଭାଇ ତ ପୁରା ମସ୍ତ ବାଲା ଟେଷ୍ଟି ବାଲା ବନାନ୍ତି ନା। ଏଠି ଆମର ଫେମସ୍ ଅଛି ବହୁତ ସାରା ଚାଉମିନ ଚାଟ୍ ଆଉ ରୋଲ। ଦି ଜଣ ସମସ୍ତେ ଖାଇଲୁ ସେଇଠି। ତାପରେ ଖାଇସାରିଲା ପରେ ତ ଏନର୍ଜି ଟିକେ ଥଣ୍ଡା ଦରକାର ନା। ତାପରେ ଘରକୁ ଆସି ପହଞ୍ଚିଗଲୁ। ଦିଦି ବାହାରି ଗଲା ପୁଣି ଗୋଟେ ଢୋଲ ବ୍ୟାଗ ଧରିକି। ସମସ୍ତେ ନମସ୍କାର କରିକି ଜୟ ଜଗନ୍ନାଥ କରିଦେଲୁ। ମୋ ଧନ ମୋତେ ଗେଲ କରିଦେଲା ଜୟ ଜଗନ୍ନାଥ। ଲାଇକ୍ କମେଣ୍ଟ ସେୟାର କରିବାକୁ ଜମା ଭୁଲିବେନି। ସେମାନେ ତ ପଳେଇଲେ, କାଲି ସକାଳେ ମୁଁ ବି ବିଦାୟ ନେଇଯିବି।